ଯାଇଥିଲି। ତାପରେ ମତେ ଜଣେ ପୋଷିବେ ବୋଲିକି ମତେ ସେଠୁ ନେଇ ଆସିଲେ। ଆଉ ଏଠି ଏବେ ବହୁତ କଷ୍ଟ ଦଉଛନ୍ତି, ବହୁତ ଅତ୍ୟାଚାର ବି କରୁଛନ୍ତି। ମୁଁ ଓଡିଶାକୁ ଫେରି ଯିବା ପାଇଁ ଚାହୁଁଛି। ସେ ମତେ ବାଧ୍ୟ କରୁଛନ୍ତି ଖ୍ରୀଷ୍ଟିଆନ ହେବାକୁ। ଆଉ ମୁଁ ସେଥିରେ ରାଜି ନହେଲେ ମତେ ବହୁତ ଅତ୍ୟାଚାର କରୁଛନ୍ତି। ମତେ ଏଠି ଲୋକ ଦିଥର ମୋ ଜୀବନ ନେବା ପାଇଁ ଚେଷ୍ଟା କଲେଣି। ଆଉ ମତେ ବହୁତ ଅତ୍ୟାଚାର କରୁଛନ୍ତି। ମୁଁ କହୁଛି କି ମୋ ମା ମତେ, ମୁଁ ଯାହା ବି କହୁଛି ସେ ଭିଡ଼ିଓ ସବୁ ମିଛ କହିଥିଲି। ଆଉ ମୋ ମା ମତେ ଫୋର୍ସ କରିନାହାନ୍ତି, ଟର୍ଚର କରିନାହାନ୍ତି, ଅବ୍ୟୁଜ କରିନାହାନ୍ତି। ମୁଁ ଯାହା ବି କରିଛି ମୁଁ ଓଡ଼ିଶା ଆସିବା ପାଇଁ କରିଛି। ଆଉ ମୁଁ ନିଜ ଇଚ୍ଛାରେ ରହିବା ପାଇଁ ଚାହୁଁଥିଲି, ସେଥିପାଇଁ ମୋ ମାଙ୍କ ନାଁରେ ମୁଁ ଏମିତି ମିଛ କହିଛି। ଆଜି କଣ ମହା ଘଟଣା ଘଟିଲା ସେଇଠି? ନା କିଛି ବି ହେଇନି, ମୋ ମାଙ୍କ ସହ ମୋ ମା ମତେ କିଛି ବି ଫୋର୍ସ କରିନାହାନ୍ତି। ଓକେ। ବସ୍ ମୁଁ କହୁଛି କି ସେ ମୋ ବାବାଙ୍କୁ ମୋ ମାଙ୍କୁ ଛାଡ଼ି ଦିଅନ୍ତୁ, ତାକୁ ଟିକେ ସାହାଯ୍ୟ କରନ୍ତୁ। ସେ ଏବେ ବହୁତ ଟ୍ରବଲ ଅଛନ୍ତି। କୋଉ ମା କଥା କହୁଛ? ଯୋଉ ମା ଆମେରିକାରେ ଅଛନ୍ତି। ଓକେ, ଆପଣ ସେ ଯୋଉ ଭିଡିଓ କରିଥିଲେ ତ ଆପଣ ନିଜେ ହିଁ ସୁଟ୍ କରିଥିଲେ ନା? ହଁ ମୁଁ ଜାଣିଛି, ମୁଁ ଓଡ଼ିଶା ଆସିବା ପାଇଁ ଚାହୁଁଥିଲି, ସେଥିପାଇଁ ମୁଁ ଏମିତି କରିଛି। ଆଚ୍ଛା, କଣ ପାଇଁ ଓଡ଼ିଶା ଆସିବା ପାଇଁ ଚାହୁଁଥିଲ? ମୁଁ ନିଜ ଇଚ୍ଛାରେ ରହିବା ପାଇଁ ଚାହୁଁଥିଲି, ମୋ ମାଙ୍କ ସହ ନୁହଁ। ମୋ ମା ଭଲ, ମତେ ସବୁ କିଛି ଦେଇଛନ୍ତି, ମୁଁ ମାଗିଛି। କିନ୍ତୁ ମତେ ଏମିତି ଟର୍ଚର କି ମତେ ମାରିବା ପାଇଁ ବି ଚେଷ୍ଟା କରିନାହାନ୍ତି ମୋ ମା। କେହି କରିନଥିଲେ, ମୁଁ ଏମିତି ବନେଇଥିଲି। ମୁଁ ଓଡ଼ିଶା ଆସିବା ପାଇଁ ଚାହୁଁଥିଲି। ନା ସେତେବେଳେ ମୁଁ ଯାଇଥିଲି ଆମେରିକାକୁ, ଯେ ମୁଁ ଭାବିଲି ବୁଲିକି ଆସିବି। ଆଉ ମତେ ଭଲ ଲାଗିଲାନି ଆମେରିକା ସେଇ ଲାଇଫଷ୍ଟାଇଲ। ମୁଁ ଅମର ପାଖରେ ରହିବି। ହଁ, ମୁଁ ତାକୁ ବାହା ହେଇକି ତା ସହିତ ରହିବି। ହଁ କହିଛି। ଯେହେତୁ ରାଜି ନଥିଲେ, ସେ ମତେ ବାରମ୍ବାର ମନା କରୁଥିଲେ ଯେ ତା ସହିତ କଥା ହଉନି ବୋଲିକି, ତଥାପି ମୁଁ କଥା ହଉଥିଲି ତା ସହ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଗୋଟିଏ ନ୍ୟୁଜ୍ ଏବେ ବି ଭାଇରାଲ୍ ଅଛି। ଏ ନ୍ୟୁଜ୍ଟି କିଛି ଦିନ ପୂର୍ବରୁ ଷ୍ଟାର୍ଟ ହୋଇଥିଲା, ପ୍ରାୟ ପାଖାପାଖି ଗୋଟେ ମାସ ହେବ ଷ୍ଟାର୍ଟ ହୋଇଥିଲା, ଏବଂ ସେ ନ୍ୟୁଜ୍ଟି ଏବେ ବି ଭାଇରାଲ୍ ଅଛି। ତ ଆପଣ ଜାଣିଥିବେ, ଯେହେତୁ ଇଏ ହେଉଛି ଏକ ଭାଇରାଲ୍ ନ୍ୟୁଜ୍, ଭାଇରାଲ୍ ଖବର, ଆପଣ ଜାଣିଥିବେ ଆମେରିକାରେ ପଢ଼ୁଥିବା ଗୋଟେ ଝିଅ, ଆଉ ଯିଏକି ମିଥ୍ୟା ଧର୍ମ ପରିବର୍ତ୍ତନର ଆରୋପ ଲଗାଇଲା। ଆଉ ଓଡ଼ିଶାର ସେ ଝିଅ, ଆମେରିକାର ଏକ ଦମ୍ପତି ତାକୁ ନେଇଗଲେ ଆମେରିକାକୁ ଏବଂ ପାଳନ କଲେ। 2018 ମସିହାରୁ ଆସିକି 2025 ହେଲାଣି, ଆଉ ସେମାନେ ପାଳନ କଲେ। ଆଉ ବର୍ତ୍ତମାନ ଯେଉଁ ଖବରଟି ଭାଇରାଲ୍ ହେଉଛି ଆପଣ ଜାଣିସାରିଥିବେ। ପ୍ରଥମେ ସେ ଅଭିଯୋଗ କରିଥିଲା ଯେ ଦେଖ, ଏଠି ମୋତେ କ'ଣ କରାହେଉଛି, ନିର୍ଯାତନା ଦିଆହେଉଛି, ଆଉ ଜୋର ଜବରଦସ୍ତ ମୋର ଧର୍ମ ପରିବର୍ତ୍ତନ କରାହେଉଛି, ଏମିତି କଥା ଗୁଡ଼ିକ କହିଥିଲା। ଆଉ ଆପଣ ତା'ର ଆକ୍ଟିଂ ଦେଖିଲେ ଆପଣ ବିଶ୍ୱାସ ବି କରିପାରିବେନି ଯେ ମାନେ ଇଏ ଏତେ ଭଲ ଆକ୍ଟିଂ କରିପାରେ। ମୁଁ ତ ଭାବୁଛି ଏହାକୁ ଆମେରିକା ନ ଫେରି ଯାଇକି ବରଂ କୌଣସି ଯାତ୍ରା ପାର୍ଟିରେ କିମ୍ବା ଫିଲ୍ମରେ ଏହାକୁ ରୋଲ୍ ଦେବା ଦରକାର। ମାନେ ଏତେ ବଢ଼ିଆ ଆକ୍ଟିଂ। ମୋତେ ତ ଏମିତି ଲାଗୁଛି ଯେ ଇଏ ଯେଉଁ ଆମର ଫିଲ୍ମ ଷ୍ଟାର୍ ମାନେ ଅଛନ୍ତି, ଅନୁଭବ ହେଲା, ସିଦ୍ଧାନ୍ତ ହେଲା, ବାବୁସାନ, ଆଉ ଏମାନଙ୍କୁ ଇଏ ଫେଲ୍ କରିଦେବ। ସେ ଛାଡ଼ନ୍ତୁ, ଯେଉଁ ଅଭିନେତ୍ରୀମାନେ ଅଛନ୍ତି ଯେମିତି ବର୍ଷା ପ୍ରିୟଦର୍ଶିନୀ ହେଲା, ରଚନା ବାନାର୍ଜୀ, ମୁଁ ତ ଭାବୁଛି ଏମାନଙ୍କୁ ବି ଇଏ ଫେଲ୍ କରିଦେବ। ମାନେ ଏମିତି ଆକ୍ଟିଂ, ଏତେ ବଢ଼ିଆ ଆକ୍ଟିଂ, ୱାଓ! ମାନେ ଆପଣଙ୍କ ଦିଲ ପୁରା ଖୁସି ହେଇଯିବ, ଏତେ ବଢ଼ିଆ ଆକ୍ଟିଂ। ମାନେ ଏମିତି ଭଲ ଆକ୍ଟର ଏବେ ବି ଅଛନ୍ତି, ମାନେ ଲୁଚିକି, ମାନେ ଗାଁ ଗହଳିରେ, ଯେଉଁଟାକି ଫିଲ୍ମ ଇଣ୍ଡଷ୍ଟ୍ରି ନଜରରେ ଆସୁନି। ଯଦି ଆସିଯିବ, ସେମାନେ ଏମାନଙ୍କୁ ଉଠେଇ ନେବେ, ମାନେ ବିନା ପ୍ରଶ୍ନରେ ମାନେ ହିରୋଇନ୍ ରୋଲ୍ ଦେଇଦେବେ। ଧନ୍ୟ ଏମାନଙ୍କର ଜୀବନ। ଏମିତି ଗୋଟେ ଝିଅ ଏତେ ବଢ଼ିଆ ଆକ୍ଟିଂ କଲା ଆମେରିକାର ଥାଇକି, ଯେ ମୋର ଧର୍ମ ପରିବର୍ତ୍ତନ କରାହେଉଛି, ଜବରଦସ୍ତ ଖ୍ରୀଷ୍ଟିଆନ କରାହେଉଛି, ମୋତେ ନିର୍ଯାତନା ଦିଆହେଉଛି। ଏମିତି ଆକ୍ଟିଂ କଲା ଯେ ମାନେ ଆମର ଓଡ଼ିଶା ସରକାର ବି ଭକୁଆ ହେଇଗଲେ। ବିଜେପି ସରକାର ନା, ବିଜେପି। ଆଉ ଧର୍ମ ପରିବର୍ତ୍ତନ ଯେଉଁଠି ହେଉଛି, ମାନେ
ବିଜେପି ସେଇଠି ଆଗରେ ଆସିବ। ବିଜେପି ସରକାର ଭାବିଲେ ଯେ ହଁ ସତରେ ଏଇଟା ହେଇଥିବ, କାରଣ ଖ୍ରୀଷ୍ଟିଆନମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ନା, କରାଉଛନ୍ତି ଟଙ୍କା ଦେଇକି, ଚାଉଳ ବସ୍ତା ଦେଇକି, ଏଇଟା ବି ହେଇଥିବ। ସେ ଝିଅଟି ଯେତେବେଳେ ଓଡ଼ିଶାକୁ ଫେରୁଛି କହୁଛି ନାଇଁ ନାଇଁ ନାଇଁ, ମୋତେ କୌଣସି ନିର୍ଯାତନା ଦିଆହେଇନି, ମୋର ଧର୍ମ ପରିବର୍ତ୍ତନ କରିବା ପାଇଁ ଜୋର ଜବରଦସ୍ତ କରାହେଇନି, ମୋ ନିଜ ଇଚ୍ଛାରେ ଆସୁଛି, ମୁଁ ମୋ ପ୍ରେମ ପାଇଁ ଆସୁଛି। ପ୍ରିୟ ବନ୍ଧୁଗଣ, ଯେଉଁ ଖ୍ରୀଷ୍ଟିଆନ ବିରୋଧୀମାନେ ଜଗିକି ବସିଥିଲେ, ଆଉ ଏମିତି କିଛି ନ୍ୟୁଜ୍ ଚ୍ୟାନେଲ୍ ଅଛନ୍ତି ଖ୍ରୀଷ୍ଟିଆନ ବିରୋଧୀ ନ୍ୟୁଜ୍ ଚ୍ୟାନେଲ୍, ସେଇ ଭିତରେ ଗୋଟେ ହେଉଛି ଆର୍ଗୁସ୍ ନ୍ୟୁଜ୍ ଚ୍ୟାନେଲ୍, ନମ୍ବର 1 ଖ୍ରୀଷ୍ଟିଆନ ବିରୋଧୀ ନ୍ୟୁଜ୍ ଚ୍ୟାନେଲ୍। ଆଉ ସିଏ ତ ପୁରା ଅନେଇକି ବସିଥିଲା। ଆଉ ଯେତେବେଳେ ପୂଜା ଯେତେବେଳେ ଆସିବ, ଓଡ଼ିଶାକୁ ଆସିବ, ଆମେ ତାକୁ ପଚାରିବୁ, ଆଉ ଆମେ କ'ଣ କରିବୁ, ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ କହି କହି, ଯୀଶୁଙ୍କ ବିରୁଦ୍ଧରେ କହି କହି ଆମର TRPକୁ ଆମେ ଏତେ ବଢ଼େଇବୁ ଯେ ଯେମିତି ଆମ ଚ୍ୟାନେଲ୍ ପୁରା ନମ୍ବର 1 ଚ୍ୟାନେଲ୍ ହେବ ପୁରା ଓଡ଼ିଶାରେ। କିନ୍ତୁ ଆର୍ଗୁସ୍ ନ୍ୟୁଜ୍ର ସେଇ ଆଶାଟି ପୁରା କ'ଣ ହେଇଗଲା, ପୁରା ମଉଳିଗଲା। ଆର୍ଗୁସ୍ ନ୍ୟୁଜ୍ ଖାଲି ଗୋଟେ ଥର ଭିଡ଼ିଓ କରିଥିଲା, ମୁଁ ଦେଖିଛି। ଆଉ ଯେତେବେଳେ ତାକୁ ନିର୍ଯାତନା ଦିଆଯାଉଛି ବୋଲି ପ୍ରଚାର ହେଉଥିଲା, କିନ୍ତୁ ଯେତେବେଳେ ପୂଜା ଓରଫ ସେଜଲ ଯେତେବେଳେ ନିଜର ମତକୁ ଯେତେବେଳେ ବଦଳାଇ ଦେଲା, ସେତେବେଳେ ଆର୍ଗୁସ୍ ନ୍ୟୁଜ୍ର ଆଉ ଦେଖା ନାହିଁ। ବର୍ତ୍ତମାନ ଆର୍ଗୁସ୍ ନ୍ୟୁଜ୍ରେ ଆପଣ ଅନ୍ୟାନ୍ୟ ଘଟଣା ଗୁଡ଼ିକ ଆପଣ ଦେଖିପାରିବେ, କିନ୍ତୁ ପୂଜା ବାବଦକୁ ନେଇ କୌଣସି ଭିଡ଼ିଓ ଆପଣ ପାଇବେ ନାହିଁ। କାରଣ ଆର୍ଗୁସ୍ ନ୍ୟୁଜ୍କୁ ଏମିତି ଦରକାର, ଏମିତି ନ୍ୟୁଜ୍ ଦରକାର ଯେଉଁ ନ୍ୟୁଜ୍ କି ଖ୍ରୀଷ୍ଟିଆନ ବିରୋଧୀ ହେଇଥିବ, ଖ୍ରୀଷ୍ଟିଆନମାନେ ଭୁଲ କରୁଥିବେ, ସେମିତି ନ୍ୟୁଜ୍ ଯଦି ହେବ ତେବେ ଆର୍ଗୁସ୍ ନ୍ୟୁଜ୍ ଆଗକୁ ଆସିବ। ତେବେ ପ୍ରିୟ ବନ୍ଧୁଗଣ, ଆର୍ଗୁସ୍ ନ୍ୟୁଜ୍ ବିଗତ ଦିନରେ ମିଛରେ ମାନେ କେସ୍ କରିକି ଗୋଟେ ହଷ୍ଟେଲକୁ ବନ୍ଦ କରାଇଦେଲା। ସେଇଠି କ'ଣ ଚାଲିଛି, ଧର୍ମ ପରିବର୍ତ୍ତନ ଚାଲିଛି। ତା ପଛରେ ପଛରେ ଲାଗିଲା ପ୍ରାୟ ମାସେ କାଳ ଭିଡ଼ିଓ ବନାଇଲା, ମାନେ ପଛରେ ଲାଗିକି। ଏବେ କାହିଁକି ଆସୁନି ଆର୍ଗୁସ୍ ନ୍ୟୁଜ୍ ଆପଣ ଜାଣିଛନ୍ତି? ଏବେ ଆସୁନି, ତା'ର କାରଣ ହେଉଛି ବର୍ତ୍ତମାନ ପୂଜା ତା'ର ଷ୍ଟେଟମେଣ୍ଟକୁ ଚେଞ୍ଜ କରିଦେଲା, ଧର୍ମ ପରିବର୍ତ୍ତନ ହେଉନି ବୋଲି। ତେବେ ବର୍ତ୍ତମାନ ଆର୍ଗୁସ୍ ନ୍ୟୁଜ୍ର କୌଣସି କାମ ହିଁ ନାହିଁ। ତେବେ ପ୍ରିୟ ବନ୍ଧୁ ଛାଡ଼ନ୍ତୁ, ମୁଁ ବହୁତ କିଛି କହିଗଲି ଏଇ ଖ୍ରୀଷ୍ଟିଆନ ବିରୋଧୀ ନ୍ୟୁଜ୍ ଚ୍ୟାନେଲ୍ ବିଷୟରେ। ତେବେ ଚାଲନ୍ତୁ ଆମେ ଆଗକୁ ବଢ଼ିବା। ବର୍ତ୍ତମାନ ଏଇ ଝିଅ ଜଣକ ପୁରାପୁରି ଫସି ଯାଇଛନ୍ତି। କେମିତି ଫସିଗଲେ? ୟାକୁ ଜଣା ନଥିଲା ଯେ ଏଇ ଝିଅକୁ ସେ ଯେଉଁ ଖେଳ ଆରମ୍ଭ କରିବ ଆମେରିକାରେ, ସେଇଟା ଏମିତି ଗୋଟେ ମୋଡ଼ ନେଇଯିବ ବୋଲି ଇଏ ବିଲକୁଲ ବି ଜାଣିନଥିଲା। ତେବେ କ'ଣ ହେଇଛି? ତେବେ ଦେଖନ୍ତୁ, ଇଏ ତ ବିଲକୁଲ ଜାଣିନଥିଲା। ଆଉ ଯେତେବେଳେ ଓଡ଼ିଶାକୁ ଆସିଲା, ସେତେବେଳେ ୟାର ଯେଉଁ ପ୍ରେମିକ ଅମର, ସେ ଯେଉଁ କାଣ୍ଡ କାରନାମା କରିଥିଲା, 1 କୋଟି ଟଙ୍କା ମାଗିକି ବ୍ଲାକମେଲିଂ କରିଥିଲା, ସେଇଟା ନଜରକୁ ଆସିଲା। ପୋଲିସ ତାପରେ ଅମରକୁ ଉଠାଇ ନେଲା ପରେ ସବୁ ଖେଳ ସରିଗଲା। ଏବେ ଏଇ ଝିଅ ଜଣକ ସେ ଅନୁତାପ କରୁଛି, ମୁଁ କାହିଁକି ଆମେରିକାରୁ ଆସିଲି। କେବଳ ସେତିକି ନୁହେଁ, ଇଏ ଆମେରିକା ଫେରି ଯିବାକୁ ମଧ୍ୟ ସେ ଇଚ୍ଛା କରୁଛି। କିନ୍ତୁ କ'ଣ ହେବ, ଇଏ ଆମେରିକା ଯାଇପାରିବ? ଆମେରିକା ଯାଇପାରିବନି କି ଏଠି ଭଲରେ ବଞ୍ଚି ବି ପାରିବ ନାହିଁ। ତେବେ ଦେଖନ୍ତୁ, ଖ୍ରୀଷ୍ଟିଆନିଟି ବିରୁଦ୍ଧରେ ମିଛ କହିକି ଜଣେ କେମିତି ପସ୍ତଉଛି। ମିଛରେ ଗୋଟେ ଭିଡ଼ିଓ ତିଆରି କରିକି ଧର୍ମ ପରିବର୍ତ୍ତନର କେମିତି ପସ୍ତଉଛି। ଏବେ ଅମର ଉପରେ ତ ମାନେ ଆଇନର ନିୟମ ଲାଗୁ ହୋଇଗଲା। ଏବେ ଅମରକୁ ନେଇକି ଆଇନ ଆହୁରି କ'ଣ କ'ଣ ତଦନ୍ତ କରିବ ସେଇଟା ଜଣା ନାହିଁ। କିନ୍ତୁ ପୂଜା ଓରଫ ସେଜଲ ଇଏ କେବେ ଭାବିନଥିଲା ଯେ ଏମିତି ହେବ। ଇଏ ଭାବିଥିଲା ଯେ ମୁଁ ଓଡ଼ିଶାକୁ ପଳେଇବି, ଆଉ ସେଠି ମୋର ଯେଉଁ ପ୍ରେମିକ ଅମର 1 କୋଟି ଟଙ୍କା ମାଗିଛି ମୋର ପାଳିତ ପିତାମାତାଙ୍କୁ, ଆମେ କ'ଣ କରିବୁ, ସେ 1 କୋଟି ଟଙ୍କା ନେଇକି ସାରା ଜୀବନ ଆମେ ପୁରା ଖୁସିରେ ରହିବୁ, ଅୟାସିରେ ରହିବୁ।
କିନ୍ତୁ ଜାଣିନଥିଲା ୟାର ପ୍ଲାନ୍ଟା ଏମିତି ଫେଲ୍ ହେଇଯିବ, ପାଣି ଫଟକା ପରି ପୁରା ଫାଟିଯିବ, ଇଏ ବିଲକୁଲ ମଧ୍ୟ ଜାଣିନଥିଲା। ତେବେ ପ୍ରିୟ ବନ୍ଧୁଗଣ, ଭିଡ଼ିଓ କିପରି ଲାଗିଲା କମେଣ୍ଟ କରନ୍ତୁ। ଆଉ ମୁଁ ଯାହା କହିଲି ଯଦି ସେଥିରେ ଆପଣ ଏକମତ ତେବେ କମେଣ୍ଟ କରିକି ଜଣାନ୍ତୁ। ସମସ୍ତଙ୍କୁ ନମସ୍କାର। ପୁଣି ଭେଟ ହେବା ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ନମସ୍କାର।